ଭାରତ ଇଂଲଣ୍ଡ ମଞ୍ଚେଷ୍ଟର ଚତୁର୍ଥ ଟେଷ୍ଟ 4 ଦିନ ଖେଳ ଶେଷ ହୋଇଛି। ଆଜିର ପଞ୍ଚମ ଦିନ ଖେଳ ବହୁତ ରୋମାଞ୍ଚକ ହେବ, କାରଣ ଆଜି ହିଁ ଫଳାଫଳ ହେବ ମ୍ୟାଚ୍ କିଏ ଜିତିବ କିଏ ହାରିବ। ଆପଣମାନେ କମେଣ୍ଟ କରି କୁହନ୍ତୁ ଆଜିର ମ୍ୟାଚ୍ କିଏ ଜିତିବ, କାରଣ 4 ଦିନ ଖେଳ ଶେଷ ପରେ ଭାରତ 137 ରନରେ ପଛରେ ଅଛି। ଭାରତ ପ୍ରଥମ ଇନିଂସ ବ୍ୟାଟିଂ କରି 358 ରନରେ ଆଉଟ୍ ହୋଇଥିଲା, ଆଉ ଇଂଲଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ କରି 669 ରନରେ ଆଉଟ୍ ହୋଇଥିଲା, ଯାହାଫଳରେ କି 311 ରନ ଲିଡ୍ ଦେଇଥିଲା ଭାରତକୁ। ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ପ୍ରଥମ ଓଭରରେ ଯଶସ୍ୱୀ ଜୟସ୍ୱାଲ ସାଇ ସୁଦର୍ଶନଙ୍କୁ ଆଉଟ୍ କରିଥିଲା। ଯେତେବେଳେ ଭାରତର ଖାତା ଖୋଲିନଥିଲା ସେତେବେଳେ ସଙ୍କଟରେ ପଡ଼ିଥିଲା ଏବଂ ଅଧିନାୟକ ଶୁଭମ ଗିଲ୍ 78, କେଏଲ୍ ରାହୁଲ 27 ରନ୍ କରି ନଟ୍ ଆଉଟ୍ ଥିଲାବେଳେ ଭାରତ 4 ଦିନ ଖେଳ ଶେଷ କରି 2 ୱିକେଟ୍ ହରାଇ 164 ରନ୍ କରିଛି, ଯାହାଫଳରେ କି ଭାରତ ଏବେ ବି 137 ରନରେ ପଛରେ ଅଛି। ଆଜି ପଞ୍ଚମ ଦିନରେ ଭାରତ ବ୍ୟାଟିଂ କରି 137 ରନ୍କୁ ଟପି ଇଂଲଣ୍ଡ ଆଗରେ କେତେ ରନ୍ ରଖିପାରୁଛି ତାହା ଦେଖିବା ବାକି ରହିଲା। ମ୍ୟାଚ୍ଟି ଡ୍ର ହେବ ବୋଲି ଲାଗୁଥିଲା ବେଳେ ଯଦି ଇଂଲଣ୍ଡର ବୋଲିଂ ଦୟନୀୟ ଦେଖିବାକୁ ମିଳେ ଆଉ ଭାରତର ୱିକେଟ୍ ପଡ଼େ ତାହେଲେ ଇଂଲଣ୍ଡ ବି ଜିତିପାରେ। ଦର୍ଶକ ବନ୍ଧୁ ଆପଣ କମେଣ୍ଟ କରି କୁହନ୍ତୁ ଆଜିର ମ୍ୟାଚ୍ ଡ୍ର ହେବ ନା କିଏ ଜିତିବ।